କିନ୍ତୁ ସେମାନେ ସେଠି ଲଙ୍ଗଳା ହେଲେ ତାଙ୍କୁ ଲାଜ ବାଡ଼ିବ। ସେମାନେ ଆସିକି ଆମ ଓଡ଼ିଶାରେ ଲଙ୍ଗଳା ହେଇ ଦୁନିଆ ବିଭୂତି ଫିଭୂତି ମାରି ଲୋକଙ୍କ ଭୂତେଇ ସେମାନେ ପଇସା ଟଙ୍କା ସବୁ ଅଖାରେ ପୁରେଇକି ସେମାନଙ୍କୁ ଘରକୁ ନେଇକି ସଂସାର ଚଳାଉଛନ୍ତି। କୁମ୍ଭ ମେଳାକୁ ଆସୁଛନ୍ତି, ତା ଭିତରେ ସାଧୁ ଆସୁଛନ୍ତି 10 ଜଣ, ଆଉ 100 ଜଣ ହଉଛନ୍ତି ଆପଣଙ୍କ 90 ଜଣ ହଉଛନ୍ତି ଆପଣଙ୍କ କ'ଣ ଭଣ୍ଡ ତପସ୍ୱୀ। ସାରା 4 ଧାମ 12 ଜ୍ୟୋତିର୍ଲିଙ୍ଗ କାଉଁରୀ କାମାକ୍ଷା କତୁର ନେପାଳ କାଠମାଣ୍ଡୁ ପଶୁକତୁର ସବୁ ବୁଲୁଛି, ଦେଖୁଛି ସାଧୁ କିଏ। କିନ୍ତୁ ୟା ଭିତରେ କେହି ସାଧୁ ନାହାନ୍ତି, ସମସ୍ତେ ହଉଛନ୍ତି ସଂସାରୀ ଲୋକ। ସେମାନେ ଗୋଟେ ଦୁନିଆକୁ ଦେଖାଉଛନ୍ତି ସାଧୁ କରିକି ଭଣ୍ଡେଇକିରି ଲୋକମାନଙ୍କୁ ନେଉଛନ୍ତି। ଆମର ଏଇ ଯୋଉ ଖଣ୍ଡଗିରିକି ଆସୁଛନ୍ତି ଯୋଉ ସାଧୁ, ୟା ଭିତରେ ସବୁ ହଉଛନ୍ତି ବେପାରୀ, କେହି ସାଧୁ ଭଳି ନାହିଁ। ସାଧୁ ଡ୍ରେସ୍ ପିନ୍ଧିକି ଆସୁଛନ୍ତି, କିଏ ଡେଉରିଆ ବିକିଲାଣି, କିଏ କାଟବାଡ଼ି କରୁଛି, କିଏ ଆପଣଙ୍କର ଗୋଇଠା ମାରିକି ବି ପଇସା ନେଉଛି, କିଏ ଆପଣଙ୍କର ଗୋଡ଼ ଦେଖିକି ପଇସା ନେଉଛି, କିଏ ଭବିଷ୍ୟତ କରୁଛି। କିନ୍ତୁ ତାଙ୍କ ଘରର ଅବସ୍ଥା ଛପର ନଥିବ ସେମାନଙ୍କର। କିନ୍ତୁ ଏଠି ଆସିକିରି ସେମାନେ ସାଧୁ ଦେଖେଇ ଚନ୍ଦନ ଚିତା ଲଗେଇ ଗେରୁଆ ପିନ୍ଧି ଅରୁଆ ଖାଇ ଲୋକମାନଙ୍କୁ ଭୂତେଇକିରି ଯୋଉ ଗୁଡ଼ାକ କରୁଛନ୍ତି, ଇଏ କହୁଛନ୍ତି କ'ଣ ନା ମୁଁ ଅମକେଇ ସାଧୁ, ସେ ସମକେଇ ସାଧୁ। ଆପଣ ଦେଖନ୍ତୁ ଯଦି ବଣ ଭିତରେ ଗୋଟେ ମଲ୍ଲି ଫୁଲ ଫୁଟେ, ତାର ସୁନ୍ଦର ମାନେ ସେଣ୍ଟ ବହୁତ ଦୂରକୁ ଆସେ। କିନ୍ତୁ ଯଦି ପ୍ରକୃତରେ ଯୋଉମାନେ ସାଧୁ ଅଛନ୍ତି ସେମାନଙ୍କର ବାସନା ଅଛି, ସେମାନଙ୍କ ଲୋକ ଖୋଜି ଖୋଜିକି ଯାଆନ୍ତି। କିନ୍ତୁ ସେମାନେ ଏତେ ସସ୍ତା ନୁହନ୍ତି ଯେ ଇଏ ଆସିକି ରାସ୍ତାଘାଟରେ ସାଧୁତା କରି ଲୋକମାନଙ୍କୁ ଭଣ୍ଡେଇ ଲୋକମାନଙ୍କ ମେନିଆ ଦୋଷ ଭଳିଆ କରି ଲୋକମାନଙ୍କଠୁ ପଇସା ଝାଡ଼ିକିରି ସେମାନଙ୍କର ସଂସାର ଚଳାଉଛନ୍ତି। ଏଇ ଯୋଉ ନାଗା ବାବା ସବୁ ଆସୁଛନ୍ତି ଲଙ୍ଗଳା ହଉଛନ୍ତି, ସେ ସବୁ ଆସୁଛନ୍ତି ନନ୍ ଓଡ଼ିଆ। ସେମାନଙ୍କର 2ଟା 3ଟା ନାଖା ମା ସ୍ତ୍ରୀ ଅଛି। ମୁଁ ଯେତେବେଳେ ଯାଇକି ମଧ୍ୟପ୍ରଦେଶ ଦେଖିଲି, ଏଠି ଜଣେ ଯୋଉ ଆସିକିରି ଯେ ଲଙ୍ଗଳା ହେଇକି କଳସି ବାନ୍ଧିକିରି ଝୁଲଉଥିଲା, ସିଏ ହଉଛି ତାର 2ଟା ସ୍ତ୍ରୀ, ତାର ପୁଅ ଅଛନ୍ତି। ଗୋଟେ ହଉଛି ନେପାଳର ସ୍ତ୍ରୀ ଅଛି ନା ଭୋପାଳରେ, ଆଉ ଗୋଟେ ସ୍ତ୍ରୀ ଅଛି କୋଉଠି ମଧ୍ୟପ୍ରଦେଶରେ। କିନ୍ତୁ ସେମାନେ ସେଠି ଲଙ୍ଗଳା ହେଲେ ତାଙ୍କୁ ଲାଜ ବାଡ଼ିବ। ସେମାନେ ଆସିକି ଆମ ଓଡ଼ିଶାରେ ଲଙ୍ଗଳା ହେଇ ଦୁନିଆ ବିଭୂତି ଫିଭୂତି ମାରି ଲୋକଙ୍କ ଭୂତେଇ ସେମାନେ ପଇସା ଟଙ୍କା ସବୁ ଅଖାରେ ପୁରେଇକି ସେମାନଙ୍କୁ ଘରକୁ ନେଇକି ସଂସାର ଚଳାଉଛନ୍ତି। ତାଙ୍କ ଦେଶରେ ଲଙ୍ଗଳା ହେଲେ ଲଜ୍ଜା ଲାଗିବ ତ? ସିଏ ଆସିକି ଆମ ଦେଶରେ ଲଙ୍ଗଳା ହେଇ କ'ଣ ନା ମୁଁ ନାଗା ବାବା। ନାଗା ବାବା କାହା କୁହନ୍ତି? ଯୋଉମାନେ ଦିଗମ୍ବରୀ ହୁଅନ୍ତି ସେମାନଙ୍କର କପଡ଼ା ତାଙ୍କର ତାକୁ ପିନ୍ଧା ହୁଏନି। ଦିଗମ୍ବରୀ ଲାଷ୍ଟ ହଉଛି ନାଗାଙ୍କର। ନାଗା ହଉଛନ୍ତି 4 ସମ୍ପ୍ରଦାୟ। ଗୋଟେ ହଉଛନ୍ତି କିଏ ନା ଗିରି, ପୁରୀ, ସରସ୍ୱତୀ, ଭାରତୀ। କିନ୍ତୁ ତାଙ୍କ ଲାଷ୍ଟ ଟପଟା ହଉଛି କ'ଣ ନା ଆପଣଙ୍କର ଦିଗମ୍ବରୀ। ଯିଏ ଦିଗମ୍ବରୀ ହେଲେ, ଯାହାର କପଡ଼ା ଶୂନ୍ୟ ହେଲା, ସିଏ ତାଙ୍କର ସ୍ଥାନ ହଉଛି ଜଙ୍ଗଲକୁ ଯିବା କଥା। ସେ ଜଙ୍ଗଲରେ ତାକୁ କେହି ଯେମିତି ନ ଦେଖନ୍ତି, ତାଙ୍କର କାହିଁକି ନା କପଡ଼ା ନାହିଁ ତ, ସେଥିପାଇଁ ସେମାନେ ଯାଇକି ଜଙ୍ଗଲରେ ତପସ୍ୟା କରିବା କଥା। କିନ୍ତୁ ସେମାନେ ଜଙ୍ଗଲକୁ ନ ଯାଇ ଏ ମିଛରେ, ଏମାନେ ଦିଗମ୍ବରୀ ନୁହନ୍ତି, ଏମାନେ ମିଛରେ ଆସିକି ଆମ ଦେଶ ଭିତରେ ପଶି ଲଙ୍ଗଳା ହେଇ ସ୍ତ୍ରୀ ପୁରୁଷ ମାନଙ୍କୁ ତାଙ୍କର ଉଲଗ୍ନ ଭେଷ ଦେଖେଇ ଏମାନେ ପଇସା କମାଉଛନ୍ତି। ଏମାନେ ବିରାଟ ଠକ। ଏମାନଙ୍କୁ ସରକାର ଧରୁ, ଏମାନଙ୍କୁ ଯଦି ଆସିକି ବସିବେ ସେମାନେ କପଡ଼ା ପିନ୍ଧିକି ବସନ୍ତୁ। ଏଠି ଲଙ୍ଗଳା ହେଇକିରି ଆମ ଖଣ୍ଡଗିରିରେ ବସିବା ପାଇଁ ଏଟା ଯୋଗ୍ୟ ନୁହଁ। ଏମାନେ ଆମର ଝିଅ ବୋହୂ କେତେ ଲୋକ ଆସୁଛନ୍ତି, ଆମର ଲଜ୍ଜାକୁ ଲୁଗା ପିନ୍ଧିବାର ଅଛି। କିନ୍ତୁ ଏମାନେ ଆସିକି ଯୋଉ ଉଲଗ୍ନ ଭାବରେ ଆମମାନଙ୍କୁ ଠକେଇକିରି ପଇସା କମାଉଛନ୍ତି। ସେଥିପାଇଁ ଏ ଜନସାଧାରଣଙ୍କୁ ମୁଁ ଏତିକି ଅନୁରୋଧ କରୁଛି, ଆପଣମାନେ ସଚେତନ ହୁଅନ୍ତୁ, ଇଏ ମିଛ ମାୟାରେ କେବେ ପଡ଼ନ୍ତୁ ନାହିଁ। ଯୋଉ ସାଧୁ ଗୁମ୍ଫା ଭିତରେ ବସୁଛନ୍ତି, ତାଙ୍କର ଆହାର ନାହିଁ ବି କପଡ଼ା ନାହିଁ, ସେ ବାହାରକୁ କେବେ ବାହାରନ୍ତିନି। ତାଙ୍କର ନିଶ ଦାଢ଼ି ବି ଉଠିଗଲେଣି, ଏମିତି ଏତେ ବୟସ ହେଲେଣି। କିନ୍ତୁ ସେମାନେ ଯଦି ଦେହରେ ହାତ ଦିଅନ୍ତି, ଆପଣ ଜାଣିପାରିବେ ଯେ ମୋ ଦେହରେ କିଛି ଗୋଟେ କରେଣ୍ଟ ପ୍ରବେଶ ହେଉଛି। କିନ୍ତୁ ସେଇମାନେ ହେଲେ ଅରିଜିନାଲ ସାଧୁ। ସେମାନେ କେବେ ଜନସଭା ଭିତରକୁ ଆସନ୍ତିନି, କୌଣସି ଗାଁ ବୁଲନ୍ତି ନାହିଁ, କେବେ ସେମାନେ ପ୍ରଚାର କରନ୍ତିନି। ସୁଦୁ ମିଛ କଥା କହୁଛନ୍ତି। ଆପଣଙ୍କୁ ଭଣ୍ଡେଇକି ଗୋଟେ କହିଲା ମୁଁ ଖାଲି କ୍ଷୀର ପିଉଛି। ସେ ଜାଣିଲା ଯେ କ୍ଷୀରଟା ପିଇଲେ ଭଲ ହବ ଶରୀର ମତେ, ଏଠି ଆସିକି ଲୋକଙ୍କୁ ଭୂତେଇକି କହିବ କ୍ଷୀର ପିଉଛି, ଆଉ ଘରକୁ ଗଲେ ବି ଦୁନିଆ ଅଖାଦ୍ୟ ଖାଉଛି।